ओम नमो भगवते वासुदेवाय। द्वितीय अध्याय शिवंक तुले दक्षवाद द्वितीय अध्याय संवाद। विदुर उवाच जे शिव साधुंकर श्रेष्ठ ता संगे दक्ष कलाहट दुहिता बत्सल स्वभावे सतीकु देई अछि भवे किंपा अनीति आचरिला सतीकु अनादर कला सचराचर गुरुहर जे आत्मा राम जोगेश्वर शांत विग्रह निर्विकार अद्भुत महिमा जाहार समसुहृद शुद्ध चित्त जगत बंधु विश्वनाथ तांकु अवज्ञा किंपा कला केबा ताहाकु शिक्षा देला श्वशुर जामा तार स्नेह किंपा भांगिला एहा कह शिवंकु अनादर कला से दुखे सती प्राण देला एबाणी शुणी मोर मन चंचल भावे छन छन भोमुनि कर अनुग्रह कह हे नरहु सन्देह। मैत्रेय उवाच शुण विदुर शास्त्र जोगे पूर्वे से विश्व स्रष्टा यज्ञे यज्ञ आरंभ आचरणे मिलिले सर्वदेवगणे अशेष मुनिंकर मेले मिलिले दश दिगपाळे यक्ष किन्नर नागकूले मिलिले पितृजेयनळे ऋषि देवता गण आदि जेणे से यज्ञ कुसंपादी एमंते सुर गण जेते मिलिले ब्रह्मांक अग्रते सुर किन्नर ब्रह्म मुनि दक्षंकु सर्वे संगे घेनि से दक्ष निज ब्रह्म तेजे सुंदरे त्रिभुवन गंजे आदित्य प्राये देह कांति मणि कंकण झटकंती ब्रह्मार सभा मध्ये जेते थिले जे तिमिर आयत्ते दक्षर तेजे तम गला से सभा निर्मल दिशिला सभार जने दक्ष देखी उठिले आसन उपेक्षी मध्ये जे ब्रह्मा शिव थिले दक्ष को देखी न उठिले से सभा मध्ये मुनि जेते सानंद भावे शुद्ध चित्ते अंजलि करी निज माथे रोमांच अश्रु जल नेत्रे दक्षंकु साधु साधु बाणी भावे कहंती पुणी पुणी से दक्ष सभा मध्ये गला ब्रह्माचरणे प्रणमिला से ब्रह्मा कृत कृत्य होई दक्षकु आलिंगन देई निज समीपे बसाइले अनेक पुरस्कार कले रुद्र जे सभा मध्ये थिले दक्षंकु देखी न उठिले देखि रुद्रर असम्मान दक्षर चित्ते गरुतम से दक्ष स्वभावे श्वशुर तांकु न गणिले ईश्वर अवज्ञा दोषे से प्रचंड जेन्हे उदित मारतंड कर प्रसारी सभा मध्ये कोपे बोलंती शास्त्रवादे शुण हे ब्रह्म ऋषि गणे आगम निगम प्रमाणे तुम्भे तो सभा मध्ये अछ एबे तो देखिल प्रत्यक्ष शास्त्रे तुम्भर वाक्य जेते जे सदाचार ए जगते केलंघी पारे ताहा बळे एतिनी भुवन मंडळे देख ए तुम्भर बचन लंघिला मर्कट लोचन रुद्र बोलाई गर्व कला एमते देखी न उठिला
ଦେଖ ଏ ଲୋକପାଳ ମଧ୍ୟେ ନିର୍ଲଜ୍ଜେ ରହି ସଭା ମଧ୍ୟେ ଯେ ସାଧୁ ବୃତ୍ତି ଆଚରଣ କି ଭାବେ କଲା କଦୂଷଣ ମୋହର ଶିଷ୍ୟ ଏ ବୋଲାଇ ଯେଣୁ ଦୁହିତା ଦେଲି ମୁହିଁ ଅଗ୍ନି ଦେବତା ବିପ୍ରସ୍ଥାନେ ଦୁହିତା ଦେଇଛି ପ୍ରସନ୍ନେ ଏଣୁ ମୁଁ ଏହାର ଶ୍ୱଶୁର ଗୁରୁଙ୍କ ମଧ୍ୟେ ଗୁରୁବର ଅଭିବାଦନ ସ୍ତୁତିବାଦେ ଧର୍ମେ ନମିବ ମୋର ପାଦେ ଏହା ନ କରି ମୋ ଚରଣେ ଅବଜ୍ଞା କଲା ମୂଢ଼ପଣେ ଏଲୁପ୍ତ କ୍ରିୟାହୀନାଚାର ଅଶୁଚି ଶରୀର ଏହାର ମର୍ଯ୍ୟାଦା ଭେଦେ ଅଭିମାନୀ ବର୍ତ୍ତଇ ଶୂଦ୍ର ଦେହ ଘେନି ଏହା ମୁଁ ନ ଜାଣି ଅଜ୍ଞାନେ ବିଶ୍ୱାସୀ ବ୍ରହ୍ମାର ବଚନେ ଦୁହିତା ଦାନ ଦେଲି ମୁହିଁ ଶୂଦ୍ରକୁ ଯେହ୍ନେ ବେଦ କହି ଅପାତ୍ରେ ଦେଲା ଫଳ ଯେତେ ଏବେ ବାଧିଲା ଆସି ମୋତେ ଶ୍ମଶାନ ବାସୀ ଏ ନିରତେ ବର୍ତ୍ତଇ ଭୂତ ପ୍ରେତ ସାଥେ ଉନ୍ମତ୍ତ ପ୍ରାୟେ ନଗ୍ନ ହୋଇ ଶ୍ମଶାନେ ଭ୍ରମଇ ଜଟା କଳାପ ମୁକ୍ତ କେଶ ଶ୍ମଶାନ ଚିତା ଭସ୍ମ ବେଶ ଚିତା ଭସ୍ମରେ କରେ ସ୍ନାନ ଶରୀରେ ଅସ୍ଥିର ଭୂଷଣ ଉନ୍ମତ୍ତ ଭୋଳେ ହସେ ମୁଖେ ନିତ୍ୟ ବଞ୍ଚଇ ଆତ୍ମସୁଖେ ଏହାର ନାମ ମାତ୍ର ଶିବ ସ୍ୱଭାବେ ଅଟଇୟ ଶିବ ପ୍ରମତ୍ତ ମତ୍ତ ଜନପ୍ରିୟ ଏଣୁ ଅଶୁଚି ଏହା କାୟ ପ୍ରମଥ ଭୂତ ଗଣପତି ନିତ୍ୟ ତାମସ ବହେ ମତି ଯେଣୁ ତାମସ ଜନପ୍ରିୟ ନିତ୍ୟ ନିନ୍ଦିତ ଏହା ଦେହ ମୁମୂଢ଼ ନ ଜାଣି ଅଜ୍ଞାନେ ବିଶ୍ୱାସୀ ବ୍ରହ୍ମାର ବଚନେ ଏହାକୁ ସତୀ କନ୍ୟା ଦେଲି ଅତି ଅନୀତି ଆଚରିଲି ମୈତ୍ରେୟ ଉବାଚ ଏମନ୍ତେ କୁତ୍ସିତ ବଚନେ ସେ ପ୍ରଜାପତି କୋପମନେ ଦୁର୍ବୁଦ୍ଧିପଣ ଆଚରିଲା ଗିରି ସେ ବହୁ ନିନ୍ଦା କଲା ତକ୍ଷଣେ ଉଠି କୋପାନଳେ ହସ୍ତ ଅଞ୍ଜଳି ଭରି ଜଳେ ଭୃଗୁର ବଚନ ସମ୍ମତେ ହରଙ୍କୁ ଶାପ ଦେବା ଅର୍ଥେ ମନରେ ମହାକ୍ରୋଧ ଧରି ଶିବେ ବୋଲନ୍ତି ଦୃଢ଼ କରି ଦକ୍ଷ ଉବାଚ ଇନ୍ଦ୍ର ଉପେନ୍ଦ୍ର ଆଦି ଯେତେ ଅଶେଷ ଦେବଙ୍କ ସମେତେ ଦେବଜ ଜନେ ହବିର୍ଭାଗ କେବେ ହେଁ ହର ନ ପାଇବ ଏକଥା ମୋହର ପ୍ରମାଣ ଏଥକୁ ସାକ୍ଷୀ ନାରାୟଣ ଏ ଦେବ ଗଣଙ୍କ ଅଧମ ଆତ୍ମାକୁ ମଣେ ସର୍ବସମ ଦକ୍ଷର ଏ ବଚନ ଶୁଣି ସେ ଦେବ ସଭା ମଧ୍ୟେ ପୁଣି ଦକ୍ଷକୁ ଚାହିଁ ସର୍ବଲୋକେ ନିଷେଧ କଲେ ଏକେ ଏକେ ସେ ଦକ୍ଷ କୋପେ ଅଭିମାନୀ ଦେବଙ୍କ ବଚନ ନ ମାନି ଅତ୍ୟନ୍ତ କୋପେ ଶାପ ଦେଲା ଋଷିଙ୍କ ବଚନ ନ କଲା ବ୍ରହ୍ମାର ସଭାରୁ ବାହାର ତକ୍ଷଣେ ଯାନ୍ତେ ନିଜପୁର ନନ୍ଦୀ ଯେ ରୁଦ୍ର ପାଶେ ଥିଲା ଦକ୍ଷର ଶାପ ସେ ଶୁଣିଲା ହୃଦये କମ୍ପମାନ ହୋଇ ମନରେ ଦୁଃଖ ଖେଦ ବହି ରୋଷେଣ କଷାୟ ଲୋଚନ ଦକ୍ଷର ବାକ୍ୟେ କୋପମନ ଦକ୍ଷକୁ ପ୍ରତି ଶାପ ଦେଇ ବୋଲଇ ସଭା ଜନେ ଚାହିଁ ଦକ୍ଷର ମତେ ଯେତେ ଥିବେ ଏ ଶାପ ଭଲେ ସେ ପାଇବେ ଦକ୍ଷକୁ ଦେବା ଆରାଧିବେ ବିଷ୍ଣୁରେ ଦୋରେ ହୋଇବେ
ଏକୁଟ ଗୃହ ଧର୍ମध्ये ବିଷୟ ଭୋଗ ଇଚ୍ଛା ସଧେ ବିସ୍ତାରୀ ଯଜ୍ଞ କର୍ମକାଣ୍ଡେ ଦମ୍ଭେ ଆରମ୍ଭି ଏପାଷାଣ୍ଡେ ଦେହକୁ ସ୍ୱାର୍ଥ ପ୍ରାୟେ ମଣି ଆତ୍ମାର ଗତି ନ ପ୍ରମାଣି ପଶୁଙ୍କ ପ୍ରାୟେ କରି ଆସ ସର୍ବଦା ହେଉ ନାରୀ ବଶ ଏ ଦକ୍ଷ ଛାଗ ମୁଖ ହେଉ ଆମ୍ଭର శాପ ଆନନହୁ ଅବିଦ୍ୟା ମାର୍ଗେ ବିଦ୍ୟା କଳ୍ପି ଅଲାଭେ ଲାଭ ବୁଦ୍ଧି ସ୍ଥାପି ଏଣୁ ଏ ଛାଗର ସମାନ ଅତିଶୟରେ ଜ୍ଞାନହୀନ ଦକ୍ଷର ମତେ ଯେତେ ଥିବେ ଜେୟ ବା ଦକ୍ଷେ ଆରାଧିବେ ଅଶେଷ ଯୋନି ସେ ପାଇବେ ଜନ୍ମ ମରଣେ ସଞ୍ଚରିବେ ପଶୁ ହିଂସିବେ କର୍ମ ମତେ ଅଜ୍ଞାନ ବଳେ ବିମୋହିତେ ଅଶେଷ ଯଜ୍ଞ କର୍ମ କରି ଏ ଭକ୍ଷା ଭକ୍ଷ ନ ବିଚାରି ଏ ବିପ୍ରେ ତପ ବିଦ୍ୟାବ୍ରତ ଅଶେଷ କାମ୍ୟ ଫଳେ ରତ ଚିତ୍ତ ଇନ୍ଦ୍ରିୟ ଦେହେ ରମି ଯାଚକ ପ୍ରାୟେ ଶ୍ରମେ ଭ୍ରମି ଭ୍ରମିବେ ଇହ ପରଲୋକେ ଅରୁଦ୍ର ମାର୍ଗେ ଅତିରେକେ ଏମନ୍ତ ସାପ ଦେଲା ବେଳେ ସେ ନନ୍ଦୀଶ୍ୱର କୋପାନଳେ ଭୃଗୁ ଯେ ସଭା ମଧ୍ୟ ଥିଲେ ନନ୍ଦୀର ସାପ ସେ ଶୁଣିଲେ ଦକ୍ଷର ମତେ ପକ୍ଷ ଧରି ରୁଦ୍ର ବିଷୟେ କୋପ କରି ଯେ ବ୍ରହ୍ମ ଦଣ୍ଡ ଦୁରତ୍ୟୟ ସ୍ୱଭାବେ ଭୃଗୁ ମହାଶୟ ଦକ୍ଷିଣ ହସ୍ତେ ଜଳ ଘେନି ସଭା ସମୂହେ ଉଚ୍ଚେ ବାଣୀ କହଇ ହସ୍ତେ ଜଳ ଧରି ହୃଦରେ କୋପାନଳ ଭରି ଯେ ଶିବ ବ୍ରତ ଏ ଜଗତେ କରିବ ଚିତ୍ତର ଆୟତେ ସେ ଶାସ୍ତ୍ର ମତ ନ ଆଦରି ପାଷଣ୍ଡ ହୁଅନ୍ତୁ ତମ ଧରି ଦୁଷ୍ଟ ଅଶୁଚି ମୂଢ଼ ବୁଦ୍ଧି ପାଷଣ୍ଡ ପଶେ ଯେ ପ୍ରସିଦ୍ଧି ଭୂଷଣ ଜଟା ଭସ୍ମ ଅସ୍ଥି ଶିବ ପୂଜନ୍ତୁ ଦୃଢ଼ମତି ବହନ୍ତୁ ଶିବ ଦୀକ୍ଷା ହୃଦେ ଜହିଁ ଦେବତା ସୁରାମଦେ ବ୍ରହ୍ମା ବ୍ରାହ୍ମଣେ ନିନ୍ଦା କରି ନିରତେ ଶିବ ଦୀକ୍ଷା ଧରି ଶିବର ପଥ ସନାତନ ଜେୟ ବା ଆଚରିବେ ଜନ ବିଷ୍ଣୁ ନିନ୍ଦନ ଫଳ ପାଉ ଅନ୍ତେ ପାଷଣ୍ଡ ଗତି ହେଉ ମୈତ୍ରେୟ ଉବାଚ ଏମନ୍ତ ଭୃଗୁ ବାକ୍ୟ ଶୁଣି ସଭାର ମଧ୍ୟୁ ଶୂଳ ପାଣି ଅଳ୍ପ ବିମନା ହୋଇ ଉଠି ଅନଳ ପ୍ରାୟ କୋପ ଦୃଷ୍ଟି ନିଜ ଗଣଙ୍କୁ ଘେନି ସଙ୍ଗେ ମିଳିଲେ ନିଜ ସ୍ଥାନେ ବେଗେ ଶିବ ଗମନେ ମୁନିଗଣେ ଆଗମ ନିଗମ ପ୍ରମାଣେ ତଦନ୍ତେ ବିଶ୍ୱସ୍ରଷ୍ଟାମାନେ ସହସ୍ର ବତ୍ସର ପ୍ରମାଣେ ଯଥାବିଧାନେ ଯଜ୍ଞ ସାରି ସେ ଅବଭୃତ ସ୍ନାନ କରି ପ୍ରୟାଗେ ଯମୁନା ସହିତ ଜାହ୍ନବୀ ହୋଇଛି ମିଳିତ ତହିଁ ସକଳେ ସ୍ନାନ ସାରି ଗମିଲେ ନିଜ ନିଜ ପୁରୀ ବିଷ୍ଣୁ ଚରିତ ସୁଧାରସ କହି ଜଗନ୍ନାଥ ଦାସ ଭାଷା ପ୍ରବନ୍ଧେ ଭାଗବତ ଅମୃତ ରସମୟ ଗୀତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ଦକ୍ଷଶାପ ନାମ ଦ୍ୱିତୀୟୋଧ୍ୟାୟଃ ଶ୍ରୀକୃଷ୍ଣଂ ସମର୍ପଣମସ୍ତୁ ଓಂ ନମୋ ଭଗବତେ ବାସୁଦେବାୟ।